କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି ନିଜକୁ ଛୋଟ ମନେ କରି କାହା ଗୋଡ଼ ଧରିବା ଅପେକ୍ଷା ଚେଷ୍ଟା କରନ୍ତୁ ନିଜେ କେମିତି ସମର୍ଥ ହେବେ, କାରଣ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ସଫଳତାର ଶିଖର ଛୁଆଇଥାଏ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ସତ୍ୟଜିତ ସାମନ୍ତରାୟ ଆପଣଙ୍କ ନିକଟରେ ଛୋଟ ଏକ କାହାଣୀକୁ ନେଇ। ଏ କାହାଣୀ ହେଉଛି ଜଣେ ବ୍ୟକ୍ତିଙ୍କର, ଯିଏ ଗୋଟିଏ ଧୂପକାଠି ଦୋକାନ ଖୋଲିଥିଲେ। ସେଠାରେ ବିଭିନ୍ନ ପ୍ରକାରର ଧୂପକାଠି ରହିଥିଲା। ସେ ଦୋକାନ ବାହାରେ ଏକ ସୁନ୍ଦର ସାଇନ୍ ବୋର୍ଡ ଲଗାଇଥିଲେ। ସେଥିରେ ଲେଖାଥିଲା ସୁଗନ୍ଧିତ ଧୂପକାଠି ଉପଲବ୍ଧ। ଧୀରେ ଧୀରେ ଦୋକାନ ଖୁବ୍ ଭଲ ଚାଲିଲା। ଦିନେ ଜଣେ ଗ୍ରାହକ ତାଙ୍କ ଦୋକାନକୁ ଆସି କହିଲେ, ତୁମେ ରଖୁଥିବା ବୋର୍ଡରେ ଏକ ଭୁଲ ରହିଛି। ଯଦି ଧୂପକାଠି ସୁଗନ୍ଧିତ ନୁହେଁ, ତେବେ ସେଗୁଡ଼ିକ କ'ଣ ଦୁର୍ଗନ୍ଧ କି? ତାଙ୍କ କଥାକୁ ଠିକ୍ ବୋଲି ବିବେଚନା କରି ବିକ୍ରେତା ବୋର୍ଡରୁ ତୁରନ୍ତ ସୁଗନ୍ଧିତ ଶବ୍ଦକୁ ଲିଭାଇ ଦେଲେ। ବର୍ତ୍ତମାନ ବୋର୍ଡରେ ଲେଖା ରହିଲା, ଏଠାରେ ଧୂପକାଠି ଉପଲବ୍ଧ। କିଛି ଦିନ ପରେ ଅନ୍ୟ ଜଣେ ଗ୍ରାହକ ତାଙ୍କ ଦୋକାନକୁ ଆସିଲେ ଆଉ କହିଲେ, ତୁମ ବୋର୍ଡରେ କାହିଁକି ଏଠାରେ ଲେଖାଯାଇଛି? ଦୋକାନ ଏଠାରେ ଥିବାବେଳେ ଏଠାରେ ଲେଖିବା ଅର୍ଥହୀନ ନିଶ୍ଚୟ। ଏହାକୁ ମଧ୍ୟ ଗ୍ରହଣ କରି ବିକ୍ରେତା ବୋର୍ଡରୁ ଏଠାରୁ ଶବ୍ଦକୁ ଲିଭାଇ ଦେଲେ। ବର୍ତ୍ତମାନ ସେଠାରେ କେବଳ ବୋର୍ଡରେ ଲେଖା ରହିଲା ଧୂପକାଠି ଉପଲବ୍ଧ। ପୁନର୍ବାର ସେହି ବ୍ୟକ୍ତି ଏକ ଆକର୍ଷଣୀୟ ପରାମର୍ଶ ପାଇଲେ। ଧୂପକାଠି ପାଇବା ଉଦ୍ଦେଶ୍ୟ କ'ଣ? କେବଳ ଧୂପକାଠି ଲେଖିବା ହିଁ ଯଥେଷ୍ଟ। କେବଳ ଗୋଟିଏ ଶବ୍ଦ ରହିଲା ଧୂପକାଠି। ଥରେ ଜଣେ ଶିକ୍ଷିତ ବ୍ୟକ୍ତି ଗ୍ରାହକ ଭାବରେ ସେଠାକୁ ଆସି ନିଜର ମତ ପ୍ରକାଶ କଲେ। ସେ କହିଲେ ଯେ ଯେତେବେଳେ ଦୋକାନଟି କେବଳ ଧୂପକାଠି ପାଇଁ, ତେବେ ଏହାର ବୋର୍ଡ ଲଗାଇବାର ଆବଶ୍ୟକତା କ'ଣ? ଲୋକମାନେ ଏହାକୁ ଦେଖି ବୁଝିବେ ଯେ ଏହା କେବଳ ଧୂପକାଠିର ଦୋକାନ। ତେଣୁ ଦୋକାନରୁ ସେ ବୋର୍ଡଟି ହିଁ ବାହାର କରିଦିଆଗଲା। ସମୟ ଗଡ଼ି ଚାଲିବା ସହିତ କିଛି ଦିନ ପରେ ଦୋକାନର ବିକ୍ରି ମଧ୍ୟ ମାନ୍ଦା ହେବାକୁ ଲାଗିଲା ଏବଂ ଦୋକାନୀ ବହୁ ମାତ୍ରାରେ କ୍ଷତି ସହିଲେ। ଧୀରେ ଧୀରେ ତାଙ୍କର ଚିନ୍ତା ବଢ଼ିବାକୁ ଲାଗିଲା। ଦିନେ ତାଙ୍କର ଜଣେ ପୁରୁଣା ବନ୍ଧୁ ତାଙ୍କ ପାଖକୁ ଆସିଥିଲେ। ବହୁ ବର୍ଷ ପରେ ସେମାନଙ୍କର ଦେଖା ସାକ୍ଷାତ ହେଉଥାଏ। ବନ୍ଧୁ ତାଙ୍କର ଚିନ୍ତାଗ୍ରସ୍ତ ମନ ଦେଖି ଯେତେବେଳେ ଏହାର କାରଣ ପଚାରିଲେ, ଦୋକାନୀ ଦୁଃଖର ସହ ନିଜ ବ୍ୟବସାୟର ହ୍ରାସ ବିଷୟରେ ସବୁ କଥା କହିଲେ। ସବୁକିଛି ଯତ୍ନର ସହ ଶୁଣିବା ପରେ ତାଙ୍କୁ ପରାମର୍ଶ ଦେଲେ, ତୁମେ ସମ୍ପୂର୍ଣ୍ଣ ମୂର୍ଖ। ଏତେ ବଡ଼ ଦୋକାନ କରିଛ, କିନ୍ତୁ ବାହାରେ ଗୋଟେ ବୋର୍ଡ ଲେଖିପାରିଲ ନାହିଁ, ଏଠାରେ ସୁଗନ୍ଧିତ ଧୂପକାଠି ମିଳେ। କାହାଣୀଟି ଖୁବ୍ ଛୋଟ ଶ୍ରୋତାବନ୍ଧୁ, କିନ୍ତୁ ଆମକୁ ଏଇଆ ଶିଖଉଛି କି ଜୀବନର ପ୍ରତ୍ୟେକ ପଦକ୍ଷେପରେ ଆପଣ ପରାମର୍ଶ ଦେଉଥିବା ଲୋକଙ୍କୁ ପାଇବେ, ଯେଉଁମାନେ ସେହି ବିଷୟରେ ବିଶେଷଜ୍ଞ ନୁହନ୍ତି, କିନ୍ତୁ ଆପଣ ଅନୁଭବ କରିବେ ଯେ ସମଗ୍ର ବିଜ୍ଞାନ ଦର୍ଶନ ସେମାନଙ୍କ ଭିତରେ ଅନ୍ତର୍ନିହିତ ହୋଇ ରହିଛି। ଯଦି ଆମେ ଏପରି ଲୋକମାନଙ୍କର କଥା ଶୁଣିବା କିମ୍ବା ପାଳନ କରିବା, ଆମର ପରିସ୍ଥିତି ମଧ୍ୟ ଠିକ୍ ସେହି ଧୂପକାଠି ଦୋକାନୀଙ୍କ ପରି ହେବ। ଯେକୌଣସି ପ୍ରସଙ୍ଗ କିମ୍ବା ସମାଧାନ ପାଇଁ ଆମେ ଏହା ସହିତ ଜଡ଼ିତ ବିଶେଷଜ୍ଞମାନଙ୍କ ସହିତ କଥା ହେବା କିମ୍ବା ଆମର ବିବେକକୁ ଶୁଣିପାରିବା, କାରଣ ଆମଠାରୁ କେହି ଭଲ ଜାଣନ୍ତି ନାହିଁ। एक नंबरी तो मैं 10 नंबरी।